ଅକାଳରେ ଝଡ଼ିଗଲା ଜୀବନ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। କେନ୍ଦ୍ରାପଡ଼ା ଟାଉନ୍ ଥାନା ଅଧୀନ ସୁନାଇଲ ଗାଁ ଭଡ଼ାଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ବାପା। କେନ୍ଦ୍ରାପଡ଼ା ରାଜକନିକା ଥାନା ତୋରାସ ଗାଁର ପ୍ରତୀକ୍ଷା ନାୟକ କିଛି ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ପୌରପାଳିକାରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ। ତେବେ ଗତ ବର୍ଷ ସେଠାରୁ ଅବ୍ୟାହତି ନେଇ ବିଏଡ୍ ପାଠ୍ୟକ୍ରମ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ହେଲେ ଗତକାଲି ଝିଅକୁ ତାଙ୍କ ମା ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ। ଏହାପରେ ଝିଅ ପୂର୍ବରୁ କାମ କରୁଥିବା ପୌରପାଳିକାର ଜଣେ ଅଧିକାରୀଙ୍କୁ ଝିଅର ଖବର ବୁଝି ସୂଚନା ଦେବାକୁ କହିଥିଲେ। ଏହାପରେ ଉଭୟ ବାପା ମାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ାରେ ପହଞ୍ଚିବାକୁ କହିଥିଲେ ସମ୍ପୃକ୍ତ କର୍ମଚାରୀ। ଝିଅର ମୃତ୍ୟୁ ହୋଇଥିବା ଖବର ଦେଇଥିଲା ସ୍ଥାନୀୟ ପୁଲିସ। ମୃତଦେହ ଦେଖିବା ପରେ ଝିଅକୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ସେପଟେ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ପୁଲିସ। गत या पूर्व थे म्यूनिसिपालिटी ऑफिस आम केन्द्रापड़ा आपर चाकरी अस्थायी चाकरी 2.5 वर्ष पर बीडी एंट्रांस प्रिपरेशन हेल्ले से घर भड़ा नहीं रोते। लुगा फैनर गोटे ब्लेडर गुरा है आउ ता बेकर लुगा ना डेड बॉडी पड़ी चीज पड़ी आउ तार मेचे खंड चुटी उपुड़ी तले पड़ी।